ଆରବ ଜଣେ ସାହସୀ ଫଟୋଗ୍ରାଫର ଥିଲା। ସେ ଜଙ୍ଗଲରେ ବୁଲିବାକୁ ଆଉ ପଶୁମାନଙ୍କର ଫଟୋ ଉଠାଇବାକୁ ପସନ୍ଦ କରୁଥିଲା। ଦିନେ ସେ ସତପୁରା ନାମକ ଏକ ଜଙ୍ଗଲରେ ପହଞ୍ଚିଲା, ଯେଉଁଠିକି କେହି ମଧ୍ୟ ଯିବା ପାଇଁ ଡରୁଥିଲେ। ଗାଁର ଲୋକମାନେ ଚେତାବନୀ ଦେଲେ, ସେ ଜଙ୍ଗଲ ଆରପଟକୁ ଜମାରୁ ଯିବନି। ସେଠୁ ରାତିରେ ଭୟଙ୍କର ଶବ୍ଦ ଆସୁଛି। କିଛି ଲୋକ ତ ସେଠୁ ଫେରି ହିଁ ନାହାନ୍ତି। ହେଲେ ଆରବ ଶୁଣିଲା ନାହିଁ। ଜଣେ ବୁଢ଼ା ଗାଈରେ ବିଷ୍ଣୁ ତା ସହିତ ଯିବା ପାଇଁ ରାଜି ହୋଇଗଲା। ଦୁଇଜଣ ସକାଳୁ ସକାଳୁ ଜଙ୍ଗଲକୁ ଗଲେ। ଯେମିତି ଯେମିତି ସେ ଜଙ୍ଗଲ ଭିତରକୁ ଗଲେ, ଗଛପତ୍ର ଅଧିକ ହୋଇଗଲା। ପଶୁପକ୍ଷୀମାନଙ୍କର ଶବ୍ଦ ବି ଧୀରେ ଧୀରେ ଶୁଭିବାକୁ ବନ୍ଦ ହୋଇଗଲା। ଜଙ୍ଗଲରେ ପୁରା ସୁନସାନ ଥିଲା। ବିଷ୍ଣୁ କହିଲା, ଏହା ହେଉଛି ସେହି ଜାଗା ଯେଉଁଠି ନୀଳଛାୟା ରହୁଛି। କିଏ ଜାଣିନି ସେ କ'ଣ, କିନ୍ତୁ ତାକୁ ଯିଏ ଦେଖେ ସେ ହଜିଯାଏ। ଆରବକୁ ଏକଥା ବିଶ୍ୱାସ ହେଉନଥାଏ। ଠିକ୍ ସେତେବେଳେ ବୁଦା ପାଖରେ କିଛି ନୀଳ ରଙ୍ଗ ଦେଖାଗଲା। ଆରବ କ୍ୟାମେରା ଧରି ଦୌଡ଼ିଲା। ଯେମିତି ସେ ଫଟୋ ଉଠାଇବାକୁ ଆରମ୍ଭ କଲା, ପୁରା ଅନ୍ଧାର ହୋଇଗଲା। ବିଷ୍ଣୁ ଆବାଜ ଦେଲା, ଆରବ ଫେରି ଆସ, ସେଠିକି ଯାଅନି। ହେଲେ ଆରବ ସେଠି ନଥିଲା। କେବଳ ତା କ୍ୟାମେରା ସେଠି ପଡ଼ିଥିଲା। ବିଷ୍ଣୁ ସେ କ୍ୟାମେରା ଧରି ଗାଁକୁ ଫେରି ଆସିଲା। ପୁରା ଚୁପଚାପ ଥିଲା। ଆରବ ତା ସାଙ୍ଗରେ ନଥିଲା। ହେଲେ ଗାଁ ଲୋକମାନେ ତା କ୍ୟାମେରା ଦେଖିଲେ। ସେଠିରେ ଗୋଟେ ଆକୃତି ଦେଖିଲେ। ଗୋଟେ ସ୍ତ୍ରୀ ଲୋକ, ତା ଆଖି ପୁରା ନୀଳ ଆକାଶ ପରି। ସେ ଆକାଶରେ ଉଡ଼ିଥିବା ଅବସ୍ଥାରେ ତାକୁ ଦେଖିଲେ। ଏବେ କିଛି ପ୍ରଶ୍ନ, କ'ଣ ଆରବ ବଞ୍ଚିଛି? ନା ନୀଳଛାୟା ତାକୁ ବି ନେଇଗଲା? ଏବେ ବି ସେ କ୍ୟାମେରା ସେହି ଗାଁର ମନ୍ଦିରରେ ଅଛି ଓ ସବୁ ପୂର୍ଣ୍ଣିମା ରାତିରେ ସେଥିରେ ଗୋଟେ ନୂଆ ଫଟୋ ଆପେ ଆପେ ଉଠାଯାଏ।